ଦେହ ପୁରା ଖରାପ ହେଇଯାଇଛି ମୋର ଆଖି ଦେଖୁନାହାନ୍ତି ଫୁଟି ଯାଇଛି। ଆଜି ଯଦି ଦେବେ ନାଇଟ୍ ସିଫ୍ଟ ମୋର ଛୁଟି ସେ ମ୍ୟାଡ଼ାମ୍ ଆମର ରେଡ଼ି ହେଇକି ବସିଛନ୍ତି ହେଲେ ମୁଁ ଯିବି ନାହିଁ। ମୋ ଆଖି ଦେଖୁନାହାନ୍ତି କ'ଣ ହେଇଛି ପୁରା ଫୁଲି ଯାଇଛି ମୋ ଆଖି। 2 ବର୍ଷରେ ଗୋଟେ ଦିନ ବି ମୁଁ ଛୁଟି କରେଇନି। ଆଜି ମୋତେ କିନ୍ତୁ ଛୁଟି ହେଇଯିବ କାହିଁକିନା ଅନେଇ ତ ପାରିବିନି ଆଉ କାମ କ'ଣ କରିବି। ବେକ ପୁରା ଭାଙ୍ଗି ଦେଖନ୍ତୁ ଆଖି କ'ଣ ହେଇଛି। ଆଖି ଧରିବ ନା କ'ଣ ମୁଁ ଜାଣିପାରୁନି। କେତେ ପୁରା ପୋଡୁଛି କୁଣ୍ଡେଇ ହଉଛି କେତେ କ'ଣ ହଉଛି। 2 ବର୍ଷରେ ମୁଁ ଗୋଟେ ବି ଛୁଟି କରିନି। ଦେଖନ୍ତୁ ସେ ରେଡ଼ି ହେଇଯାଇଛନ୍ତି ହେଲେ ମୁଁ ରୋଗିଣୀ ପରିକା ବଇଛି ବିଛଣାଟା ପଡ଼ିଛି। ନମସ୍କାର ଜୟ ଜଗନ୍ନାଥ ସାଙ୍ଗମାନେ। ମୋ ଆଖି ପୁରା ଫୁଟି ଯାଇଛି ଦେଖନ୍ତୁ। କାଲି ତ ଡ୍ୟୁଟି ଗଲିନି ଆଜି ଯାଉଛି ଟିକେ ମେଡ଼ିକାଲ। ଏଇଠି ପାଖରେ ଗୋଟେ ମେଡ଼ିକାଲ ଛୋଟକାଟିଆ ମେଡ଼ିକାଲ ବଡ଼ ମେଡ଼ିକାଲ ତ ମୁଁ ଦେଖିଦେଇ ପାଖରେ ଛୋଟକାଟିଆ ମେଡ଼ିକାଲ ଯାଉଛି। ଦେଖନ୍ତୁ ଆଖିର ଅବସ୍ଥା କ'ଣ ହେଇଛି ପୁରା ଫୁଲିକି ଇନଫେକ୍ସନ୍ ହେଇଛି ନା କ'ଣ କି ଆଖି ଧରିଛି ମୁଁ ଜାଣିନି। ଯାଉଛି ଏଇଠି ଛୋଟକାଟିଆ ମେଡ଼ିକାଲ ଏଇଠି ଖାଲି ଦେଖେଇ ଦେଇକି ଆସିବି ଆରେ କ'ଣ ହେଇଛି। ଗଲେ ପହଞ୍ଚିଗଲି ଦେଖନ୍ତୁ ଏଇଟା ହେଉଛି ତାଙ୍କର ମେଡ଼ିକାଲ। ହଁ ଦେଖନ୍ତୁ ମେଡ଼ିକାଲରେ ଲାଗିଛି ଟିଭି। ହସ୍ପିଟାଲ ବଇଛି ୱେଟିଂ ଲିଷ୍ଟରେ କେଉଁଠି କ୍ୟାମେରା ମେଡ଼ିକାଲ ଅଛି। ଗଭର୍ଣ୍ଣମେଣ୍ଟ ମେଡ଼ିକାଲ ହେଇଯିବ କୁହନ୍ତୁନି କେତେ ହଇରାଣ ପୁରା ଠିଆ ହେଇକା ଗୋଡ଼ ହାତ ବିନ୍ଧୁଛି। ଆଉ ଏଠି ଖାଲି କୁକୁର ମଙ୍କଡ଼ ଭଳିଆ ବ୍ୟବହାର କରୁଛ। ଏଇଟା ତ ଆମକୁ କିଛି ଭାଷା ଜଣା ନାହିଁ। କେଉଁ ଟାଇପ୍ର ଗଭର୍ଣ୍ଣମେଣ୍ଟ ମେଡ଼ିକାଲ ଦେଖନ୍ତୁ। ତ ଦେଖନ୍ତୁ ସାଙ୍ଗମାନେ ଆମେ ଆସିଥିଲୁ ମୋର କାମ ସରିଗଲା ଠିଆ ହେଇକା ପୁରା ଗୋଡ଼ ହାତ ବିନ୍ଧୁଛି। ଆଉ ଏଠି ତ ଏମାନେ ଯେମିତି ଆମେ କୁକୁର ସେମିତି ବି ବ୍ୟବହାର କରୁଛନ୍ତି। ଏ କଥା ଆମକୁ ଭାଷା କିଛି ଜଣା ନାହିଁ ଖାଲି ଆଡ଼ଜଷ୍ଟ କରିକା ଟିକେ ଠିଆ ହେଇକା କେତେ କଷ୍ଟ ରହିଛି। ଆଖି ଦୁଇଟା ତ ମୋର ଫୁଟି ଯାଇଛି କ'ଣ କରିବା। ତ ଏବେ ଚାଲିଲି ରୁମ୍କୁ। ଦେଖନ୍ତୁ ଇଏ ହେଉଛି ମେଡ଼ିକାଲ। ସାଙ୍ଗମାନେ ଆସିଲି ହାରି ମୁଁ ରୁମ୍କୁ। ଗଭର୍ଣ୍ଣମେଣ୍ଟ ମେଡ଼ିକାଲ ଯାଇଥିଲୁ କୁହନ୍ତୁନି। ଆଉ ଗୋଟେ ପାଗଳ ସେ ତ ତାକୁ ନିଦ ହେଉନି ସେ ସକାଳୁ ନାଇଟ୍ ସିଫ୍ଟ କରିକି ଆସିଲେ କିନ୍ତୁ ଶୋଇନାହାନ୍ତି ଚାଲି ଭିଡ଼ିଓ ଦେଖନ୍ତୁ ସାଙ୍ଗମାନେ ମୋ ଆଖିରେ କ'ଣ ହେଇଛି ଅବସ୍ଥା। ବୋଧେ ଇନଫେକ୍ସନ୍ ହେଇଗଲା ନା କ'ଣ। କାଲି ତ ଡ୍ୟୁଟି ଗଲିନି ମୋ ମୁହଁ ବି ଆପଣମାନେ ଦେଖିପାରୁଥିବେ ପୁରା ଫୁଲିକି କେମିତି ହେଇଛି। ଦେଖୁଛି ଆପଣମାନଙ୍କୁ ମୋ ସାଙ୍ଗ ଦେଖନ୍ତୁ ଶୋଇନାହାନ୍ତି ଗୋଟେ ଛୁଆ ନାଇଟ୍ ଡ୍ୟୁଟି କରିକି ଲାଗୁନି ହଜିଯାଇଛି। ଓହୋ ସାଙ୍ଗମାନେ ସେ ରୁମ୍ରେ ପହଞ୍ଚିଲି। ଆଜି ବି ମୁଁ ଭାବି ପାରୁନି ଡ୍ୟୁଟି ଯିବି। ମୁଁ 2 ବର୍ଷ କାମ କରିଛି କମ୍ପାନୀରେ ଗୋଟେ ଦିନ ବି ମୁଁ ଛୁଟି କରିନି। ସାଙ୍ଗମାନେ ମୁଁ ଏଇଠି କାମ କଲିଣି 2 ବର୍ଷ କିନ୍ତୁ ଗୋଟେ ଦିନ ବି ମୁଁ ଛୁଟି କରିନି। ଦେଖନ୍ତୁ ମୋ ଆଖିର ଅବସ୍ଥା କ'ଣ ହେଲା। ମୋତେ ଯେତେବେଳେ ଟାଇଫଏଡ଼ ହେଇଥିଲା ପୁରା ସିରିୟସ୍ ମୁଁ ସେତେବେଳେ ବି ଡ୍ୟୁଟି କରିବାକୁ ଯାଇଛି କିନ୍ତୁ ମୋ ଆଖିଟା ପୁରା ନଷ୍ଟ ହେଇଯାଇଛି। ଦେଖନ୍ତୁ ଆଖିରେ କ'ଣ ହେଇଛି ପୁରା ଏମିତି କ'ଣ ହେଇଯାଇଛି ଫୁଲି ଯାଇଛି। ଦେଖନ୍ତୁ ପୁରା ଫୁଲିକି ପୁରା କୁଣ୍ଡେଇ ହେଉଛି। ମୁଁ ଭାବୁଛି ଆଖି ଧରୁଛି କିନ୍ତୁ ଆଖି ଧରିଲେ ତ ତଳେ ନାଲି ପଡ଼ିଯାଏ ନା। ନାଲି ପଡ଼ିନି ଖାଲି ଆଖିଟା ହିଁ କୁଣ୍ଡେଇ ହେଉଛି ଆଉ ଏମିତି ଫୁଲି ଯାଇଛି। 2 ବର୍ଷ ଭିତରେ ଗୋଟେ ଦିନ ବି ମୁଁ ଛୁଟି କରିନି କିନ୍ତୁ କାଲି ନାଇଟ୍ ଡ୍ୟୁଟିରେ ଛୁଟି ହେଇଗଲା। 1000 ଟଙ୍କା କଟିଯିବ ଭଗବାନ। 1000 ଟଙ୍କା କଟିଯିବ କ'ଣ ଭାବୁଛ ନାଇଁ ଗୋଟେ ଦିନ ଛୁଟି ଗଲେ 1000 ଟଙ୍କା କଟିବ। ତ ସାଙ୍ଗମାନେ ମୁଁ ଗାଧୋଇ ସାରିଲି ଏବେ ଯାଉଛି ଖାଇବା ପାଇଁ। ଦେଖନ୍ତୁ ମୋ ଆଖି କେମିତି ଫୁଟି ଯାଇଛି। ଆଖିରେ କ'ଣ ହେଲା ମୁଁ ଜାଣିପାରୁନି। ଗୋଟେ ଦିନ ମୁଁ ଛୁଟି କରିଛି ଆଉ ଛୁଟି କରିହେବନି କାହିଁକିନା ଗୋଟେ ଦିନରେ 1000 ଟଙ୍କା କାଟି ଦିଅନ୍ତି। ଆଉ ଆଖିଟା ଫୁଟିଯିବ ପଛେ ମୋତେ ଡ୍ୟୁଟି କରିବାକୁ ପଡ଼ିବ। ଆଉ ଏଇଠି କିଏ ଦେବ ଖାଇବାକୁ କହୁନାହାନ୍ତି। ବାପ ଧନ ହେଇଛି ଯେ ଆମେ ଏଇଠି ବସିକି ଖାଇବୁ। ସାଲେରୀ ଆଇଲା ବେଳକୁ ଯେତେବେଳେ ସମସ୍ତଙ୍କର ଅଧିକା ପଇସା ହେଇଥିବ ମୋର କମିଯାଇଥିବ ବହୁତ ବାଧେ। ମାନେ ବିଶ୍ୱାସ କରିପାରିବେନି କେତେ ବାଧେ। ଯେତେବେଳେ ଜାଣି ମାନେ ସମସ୍ତଙ୍କର ଅଧିକ ପଇସା ହେଇଥିବ ମୋର ସେଥିରୁ 1000 ଟଙ୍କା 1500 ଟଙ୍କା କଟିଯାଇଥିବ କେତେ ବାଧିବ କୁହନ୍ତୁ। ତ କାଲି ଗୋଟେ ଦିନ ମୁଁ ଛୁଟି କଲି ବହୁତ କଷ୍ଟରେ ପୁଣି ଛୁଟି କରିଛି। ମୁଁ ଯିବିନି ହେଇକା ଛୁଟି କରିଛି। ମୁଁ ଆଖିଟା ବହୁତ ଜୋରରେ ବିନ୍ଧା ହେଲା ପୋଡ଼ିଲା ତ ସେଥିପାଇଁ ମୁଁ କାଲି ଗଲିନି କିନ୍ତୁ ଆଜି ତ ମୋତେ ନିହାତି ଯିବାକୁ ପଡ଼ିବ। ତ ଏବେ ଯାଇକି ମୁଁ ଖାଇଦେଇକି ଟିକେ ଶୋଇପଡ଼ିବି।
मेडिसिन जाइए मेडिकल मेडिसिन से खाली गोटे ड्रप देती दुटा मेडिसिन देती खायापी तो सबको खाई रोज शोई पड़ी रेस्ट नेबी देखो मुझे अनै पानी कैमेरा में एमती तो मो आखि फुटी जाए मुझे अनै पाए कैमेरा मुझे आपण मैंने देखुए मो भिडियो इे बोली साढ़े मुझे अनौथी क्या मुझे पूरा कन्स्टाट मो कैमेरा को अनै पारे पूरा आमती मो आखि तो फुटी जाए मो मूल अनै पानी तो ये मुझे चलि खायापी कौन कौन मुझे खायापी कर देखा कौन करिया गरीब लोक से जाए खाईदे पड़े हम ये आम आडजस्ट कर जहाँ नहीं कर खाई आप देखो कौन खाई आ गए पागल नाइट ड्यूटी करके शोई ना देखो चल नाइट ड्यूटी करके शोई ना चल खेल देखो कौन कौन खाऊ ये हूँ मोर आज खाଇବା ये गोटे आलू भर्ता कर रसुण लंका छेंची देती ना माने चकुड़ी देती बीम आलू भजा यहीटा गोटे कौन क्या पकई घाटी देते मुझे निजे आलू टमाटर आलू टमाटर गोटे अंडा को पकई घाटी देते देख ये तो हूँ मोर पखाड़ कंसा आप जानते देख तो नाइट ड्यूटी करके आसी गोटे मेंटाल देख कौन कर चली खाइबी भोक प्रबल है जहाँ को जो मानू ये सब जिन भल लगे आप जल्दी जल्दी पलि आसतु मो सहित सांग हो खाईदे मु खाई तो जी शोबी खाइबी आपण जो भल लगे मुझे जहाँ जहाँ कर पसंद आसन खाइबे आलू भर्ता लुण है चल आज खाता मुझे निजे तैयारी कर ये हूँ मो मेडिसिन ये गोटे ड्रप देती आखिरे पकड़ापी आ ये सब देखुना गाई गाई मेडिसिन भाया देते गाई मैंने जो मेडिसिन दिखती केते ये गोटे पारासिटामोल देती मुझे खाइबी नहीं मत ज्वर है पारासिटामोल कहीं खाई तो चलनी मो मेडिसिन खाई टे रेस्ट नेबी मैंने मोर खाଇବା सरीगला एवं रेस्ट नेबी देखुन मो आखिर अवस्था कौन है किए जाने मो बो को पचारे मो बो कहे आलू होता आलू तो भाई देखा जानी पाने कौन है जाइए मेडिकल को आठिकार मेडिकल आप कौन कह गोरु गाई गलिया माने कुकुर को भी एमती व्यवहार करेंगे मेडिकल व्यवहार कराऊँ बेसी भी अनै पानी कैमेरा को आखि पूरा कौन हो तो गोटे दिन छुट्टी गले आम 1000 टଙ୍କା कटि जाए मु कंपनी केते टଙ୍କା सैलरी पाऊँ मु आईफोन तो आप जानते मु आईफोन कंपनी काम कर आमर ए के मॉडल काम चलती आमर जो सिम साइट रे जो सिम थाए मुझे सिमटा ही माने से सिम को ही मु चेक कर सिमटा ठीक अच्छी ना से चेक कर सहित आमर ए नॉर्म एमती फोन तो चार्जिंग जो आम कर तो स्क्रू ना आमर किंतु से आईफोन रे जोटा के मॉडल ए चलती से स्क्रू लगे जोटा कि मु स्क्रू लगाए सहित बहुत किसी अच्छी माने चेक फेक करने स्क्रीन चेक कर कैमेरा चेक कर बहुत अच्छी सबुद मुझे टिके गोले घाटिक शिखुची तो ये शिखिले भी आमर ये फ्यूचर नुहे ये तो शिखब तापर जा घरे बसबू कि यार कौन भी आमर भविष्य ना तो गोटे दिन आमर यदि छुट्टी करदेव से 1000 टଙ୍କା काटिदेव मुझे टଙ୍କା सैलरी पाँच कंपानी रे मोर एसआई पीएफ एसआई कटी गुड़ाई 20,000 टଙ୍କା आसुच्छे हाँ जदि ये कंपानी कौन माने कौन किए कौ झील मान कथा कह पुओ पिला कथा मुझे जानी कहीं ये खाली तो प्राय मुझे देखुची तमिल हिंदी पिला अच्छा किंतु से सब कौ कम करते मुझे जानी किंतु जो झील पिला माने जदि किए चाहूँगी तो आपण मैंने आसिक माने जॉइनिंग करें ए माने मते मेसेज कले मु आपण मानक निश्चिंत रिप्लाई देवी आउ जदि भी चाहिए देखो घरे बसिकी एमती खालटे बसिया ये 2 पैसा रोजगार करवा कि ना तो बापा कांधर तो टे कांध मिसई पारे यहीटा हूँ आम लक्ष्य तो मुझे जी टଙ୍କା पाऊँ घर को देके मुझे भी आराम से चल पारुची गोटे गोटे मसर टी अधिक बजेट हो गले हो पारे हुए देखो मो आखि के देखा पूरा फुल कौन गोटे दिन छुट्टी कर जमा छुट्टी कर आखि तेन फुटी जो छुट्टी करी अलरेडी आम सुपरवाइजर कॉल पड़े एदू नो कमिंग एमती मत कहले तो मु गोटे दिन छुट्टी कर छुट्टी करें आज जमी मत जावाक पड़ो तो मोर खाଇବା सरीगला तो एबे जाऊँ देखो केते खरा हो तो एबे जाऊँ टिके शोई पड़ी
ଦେଖ ଆଖି ମୁଁ ଅନେଇ ବି ପାଉନି, ଆପଣମାନଙ୍କ ସହିତ କଥା ବି ହେଇପାରୁନି, ମୋ ଆଖିର ଅବସ୍ଥା ଏମିତି ହେଇଯାଇଛି। ଆଲୁଅ ଉଠିଲେ ଆଖି ଭିତରେ ନା ଲାଲ ପଡ଼ିଯାଏ। ଦେଖନ୍ତୁ ମୋ ଆଖି ଭିତରେ ନାଲି ପଡ଼ୁନି, କିନ୍ତୁ ଏ ଭାଗ ସବୁ ଫୁଲିକି ମାନେ କୁଣ୍ଡେଇ ହେଉଛି ପ୍ରବଳ ଜୋରେ। ତ ମୁଁ ଭାବୁଛି ବୋଧେ କୌଣସି କାରଣ ବୋଧେ ଇନଫେକ୍ସନ୍ ହେଇଯାଇଛି। ମେଡ଼ିକାଲ ଗଲି ଯେ ସେମାନେ ଚେକ୍ ଫେକ୍ କିଛି କଲେନି, ଖାଲି ମୋତେ ପଚାରିଲେ କ'ଣ ହେଇଛି, ମୁଁ ତାଙ୍କୁ ବତେଇଲି କି ଏମିତି ଖାଲି କୁଣ୍ଡେଇ ହେଉଛି ଆଖି ଆଉ ଏମିତି ଫୁଲି ଯାଇଛି। ସେତିକିରେ ସେ ଖାଲି ଗୋଟେ ଡ୍ରପ୍ ଦେଇଛନ୍ତି, ମେଡ଼ିସିନ ଦେଇଛନ୍ତି। ମନେ ପଡ଼ିଲା ମୁଁ ମନେ ନାହିଁ ମେଡ଼ିସିନ ଖାଇସାରିଲିଣି, ଯାଉଛି ମେଡ଼ିସିନ ଖାଇ ଟିକେ ଶୋଇବି, ପୁଣି ଉଠିକି ରାତିରେ ଯିବି ଡ୍ୟୁଟି। ଯଦି ଆପଣ କିଏ ବି ଚାହୁଁଛନ୍ତି ଆମ କମ୍ପାନୀରେ କାମ କରିବା ପାଇଁ ତ ଆପଣମାନେ ମୋତେ ମେସେଜ୍ କରନ୍ତୁ, ମୁଁ ମେସେଜରେ ରିପ୍ଲାଏ ସୁନିଶ୍ଚିତ ଦେବି। ତ ଆମ ସୁପରଭାଇଜରଙ୍କ ଡାଇରେକ୍ଟ ଆପଣ ସୁପରଭାଇଜରଙ୍କ ସହିତ ଆପଣଙ୍କ ସହିତ କଥା କରିକି କଣ୍ଟାକ୍ଟ କରାଇଦେବି, ଆପଣମାନେ ଆସିକି ବି ଜଏନିଂ କରିପାରିବେ। କାହିଁକିନା ଆମର ଏବେ ଜଏନିଂ ବି ଚାଲିଛି, ମାସେ 2 ମାସ ପରେ ଏମିତି ଜଏନିଂ ଚାଲେ। ତ ଆମ କମ୍ପାନୀ ବହୁତ ଭଲ କମ୍ପାନୀ ବି। ତ ଗୋଟେ ବେନିଫିଟ୍ ହେଉଛି ଏଇଆ କି ଯଦି ମାନେ ଆପଣ 2 ବର୍ଷ କି 1.5 ବର୍ଷ ରହିଗଲେ, କଣ୍ଟିନ୍ୟୁ ପୁରା ରହିଗଲେ, ତ ଆପଣଙ୍କୁ ସେ ଯେତେବେଳେ ଦେବେ ଆଇଡ଼ି, ମାନେ ଗୋଟେ କମ୍ପାନୀ ଆଇଡ଼ି ଅଛି, ସେ କମ୍ପାନୀ ଆଇଡ଼ି କେବଳ ଆପଣଙ୍କୁ ଦେଖେଇବି ମୁଁ। ସେ କମ୍ପାନୀ ଆଇଡ଼ି ଯଦି ଆପଣଙ୍କର ହେଇଗଲା, ତାହେଲେ ଆପଣଙ୍କର ମାସକୁ ମିନିମମ୍ ଆପଣ ଅପରେଟର ହେଇକି ବି ଆପଣ 30-35 ହଜାର କମେଇ ପାରିବେ। ଏଇଟା ହେଉଛି ତା'ର ଗୋଟେ ବେନିଫିଟ୍। ଆଉ ଯେତେବେଳେ ବି ଆପଣଙ୍କ କମ୍ପାନୀ ଆଇଡ଼ି ଯେତେବେଳେ ହେଇଗଲା ଆପଣଙ୍କର, ତାହେଲେ ଆପଣ ଆରାମସେ ମାନେ ଯଦି ଚାହିଁବେ ଘରକୁ ଯିବା ପାଇଁ ଛୁଟି ନେଇକି ମାସେ 2 ମାସ ବି ଛୁଟି ଦେଇଦେବେ ଆପଣଙ୍କୁ। ଆପଣ ଛୁଟି ଯାଇକି ବୁଲି ବୁଲାଇକି ଆସିପାରିବେ। କମ୍ପାନୀ ଆଇଡ଼ି ହେଲେ ଏସବୁ ବେନିଫିଟ୍। ତ କମ୍ପାନୀ ଆଇଡ଼ି ପାଇଁ କେବଳ ପଡ଼ିକି ରହିବା କଥା। କମ୍ପାନୀ ଆଇଡ଼ି ହେଇଗଲେ ତମେ ମ୍ୟାରେଜ୍ ପରେ ବି ଆସିକି କାମ କରିପାରିବ ଆରାମସେ, କିଛି କଥା ନାହିଁ। ମ୍ୟାରେଜ୍ ପରେ ବି ଆପଣ ଏଠି ଆସିକି କାମ କରିପାରିବ। ତ ସେଇଟା ହେଉଛି ଗୋଟେ ବେନିଫିଟ୍। ଆଉ ମୁଁ ତ ରହିଲିଣି 2 ବର୍ଷ, କିନ୍ତୁ କମ୍ପାନୀ ଆଇଡ଼ି ଏଇଥିପାଇଁ ହେଇନି କାହିଁକିନା ମୋତେ ମୋ ସ୍କାଡର ଯିଏ, ସେ ମୁଁ ବହୁତ ସ୍ପିଡ଼ କାମ କରେ, ଭଲ କାମ କରେ ବୋଲି ମୋତେ ତାରି ଗୋଟିଏ ଷ୍ଟେଜ୍, ଗୋଟିଏ ଲାଇନ୍, ମୁଁ 2 ବର୍ଷ ହେଲା ସେଇଠି ହିଁ କାମ କରୁଛି। ମୋତେ କୁଆଡ଼େ ସେ ଚେଞ୍ଜ କରୁନି। ସେଇ ଲାଇନ୍ରେ ବୁଝିବା ମୁଁ କେତେବେଳେ କେମିତି ଯାଇକି କୌଣସି ଷ୍ଟେଜ୍ରେ ହେଲ୍ପ କରିବି, ମୋତେ ପଠାଇବ, କିନ୍ତୁ ମୋତେ ଷ୍ଟେଜ୍ ପରମାନେଣ୍ଟ କେଉଁଠିକି ସେ ମୋତେ ଚେଞ୍ଜ କରୁନି। ଏଇଟା ହେଉଛି ମୋର ପ୍ରୋବ୍ଲେମ୍। ସେଥିପାଇଁ ମୋର ଆଇଡ଼ି ଆଜି ପର୍ଯ୍ୟନ୍ତ ହେଇନି। ତାକୁ ଯେତେ କହିଲେ, ମୁଁ ଇଞ୍ଜିନିୟରଙ୍କ ଯାଇକି ଥରେ ଇଞ୍ଜିନିୟର ଆଗରେ ଯାଇକି ଥରେ କମ୍ପ୍ଲେନ୍ କଲି କି ମୋତେ ଚେଞ୍ଜ କରୁନାହାନ୍ତି, କିଛି କରୁନାହାନ୍ତି। ତଥାପି ସେ ମୋତେ କଲାନି ଚେଞ୍ଜ, କାହିଁକିନା ସେ ଜାଣିଛି ମୁଁ ଯଦି ପଳେଇବି ତାର ଆଉଟପୁଟ୍ ଯିବନି। ମୁଁ ବହୁତ ସ୍ପିଡ଼ କାମ କରେ। ଆପଣମାନେ ଜାଣିନାହାନ୍ତି, ତାମିଲମାନେ ବହୁତ ଅଳସୁଆ, ସେମାନେ ଖାଲି ନାଇଟ୍ ସିଫ୍ଟରେ ପ୍ରବଳ ଶୁଅନ୍ତି। ତ ସେ ଜାଣିଛି ମୁଁ ଯଦି ପଳେଇଛି, ଜାଣିଛି ଏଲି ଯଦି ପଳେଇବ ମୋର ଆଉଟପୁଟ୍ ଯିବନି। କାହିଁକିନା ମୁଁ ଯେଉଁ ଷ୍ଟେଜ୍ରେ କାମ ଅଛି, ସେଇ ଷ୍ଟେଜ୍ରେ ଯଦି ଭଲରେ ରନିଂ ହେଲା ତ ଆଉଟପୁଟ୍ ଆରାମସେ ପଳେଇବ। ଆମର ଗୋଟେ ମାନେ ନାଇଟ୍ ସିଫ୍ଟରେ ଆମର ଆଉଟପୁଟ୍ ଦିଆଯାଏ 2100 କି 300 ଏମିତି। ଆଉ ଏ ସିଫ୍ଟ ବି ସିଫ୍ଟରେ 2500, ବେଳେବେଳେ 2300, 2500 ଆ ଭିତରେ ଦିଆଯାଏ ଆଉଟପୁଟ୍। ତ ସେ ଜାଣିଛି ମୁଁ ଭଲ ସ୍ପିଡ଼ କାମ କରେ, ଯଦି ମୋତେ ସେ ପଠାଇଦେବ ତାହେଲେ ତା'ର ଆଉଟପୁଟ୍ ଯିବନି। ଆଉଟପୁଟ୍ ନଗଲେ ଆପଣମାନେ ଜାଣିଛନ୍ତି, ସିନିୟର ଠାରୁ ଯେତିକ ସିନିୟର ଅଛନ୍ତି ସମସ୍ତେ ପୁରା ଗୋଡ଼େଇ ତୋଡ଼େଇ ତାକୁ ଶୋଧିବେ। ସେଇଥିପାଇଁ ସେ ମୋତେ ଚେଞ୍ଜ କରୁନି। ଆଜି ପର୍ଯ୍ୟନ୍ତ ମୋର ଆଇଡ଼ି କାର୍ଡ଼ ବି ହେଇନି, ମାନେ କମ୍ପାନୀ ଆଇଡ଼ି ହେଇନି। 2 ବର୍ଷ ହେଇଗଲା କମ୍ପାନୀରେ ମୋର, କିନ୍ତୁ ଆଇଡ଼ି କାର୍ଡ଼ ହେଇପାରିଲା ନାହିଁ। ଦିଅ ଛାଡ଼ନ୍ତୁ, ଆଉ ବର୍ଷେ ଖଣ୍ଡେ ଖଟିବି, ତାପରେ ଘରକୁ ପଳେଇବି, ସରିଲା। ତ ଆପଣମାନେ ଦେଖିପାରୁଥିବେ ମୋ ଆଖି, ମୁଁ ଅନେଇକି ବି କଥା କହିପାରୁନି ଆପଣମାନଙ୍କୁ। ତ ଯିବି ଏବେ ଟିକେ ରେଷ୍ଟ ନେବି। ତ ଯଦି ଆପଣମାନଙ୍କୁ ମୋ ଭିଡ଼ିଓ ଭଲ ଲାଗୁଛି ତ ଛୋଟିଆ ଲାଇକ୍ଟେ କରିବେ, ଯଦି ପାରୁଛନ୍ତି, ଯଦି ଚାହୁଁଛନ୍ତି ତ ସେୟାର କରିବେ, ସବସ୍କ୍ରାଇବ୍ ଟିକେ କରିଦେବେ। ଯଦି ଭଲ ଲାଗିଲା, ଆପଣଙ୍କ ମନକୁ ଛୁଇଁଲା ତ ଛୋଟିଆ କମେଣ୍ଟ ବି ମଧ୍ୟ କରିବେ। ତ ଏବେ ମୁଁ ଯାଉଛି ଶୋଇବି। ରାତିରେ ପୁଣି ଉଠିକି ଡ୍ୟୁଟି ଯିବାର ଅଛି। ଆଉ ମୁଁ ରଖୁଛି ଏବେ। ବାଏ ବାଏ, ଟେକ୍ କେୟାର, ଲଭ୍ ୟୁ ଅଲ୍।